ପାଇଥାଗୋରସ୍ ଉପପାଦ୍ୟ ଏକ ସୁପ୍ରସିଦ୍ଧ ଉପପାଦ୍ୟ ଯାହାଦ୍ୱାରା ଆମେ ଗୋଟିଏ ସମକୋଣୀ ତ୍ରିଭୁଜର ବାହୁମାନଙ୍କର ଦୈର୍ଘ୍ୟ ଏବଂ ତା'ର କୋଣର ପରିମାଣ ଆମେ ନିର୍ଣ୍ଣୟ କରିପାରିଥାଉ। ଆଜି ଆମେ ଏହି ସମକୋଣୀ ତ୍ରିଭୁଜ ସାହାଯ୍ୟରେ ତା'ର କର୍ଣ୍ଣ କ'ଣ, ଲମ୍ବ କ'ଣ, ଭୂମି କ'ଣ, ଏ ଥିଟା ମାନେ କ'ଣ ସବୁ ଆମେ ବୁଝିବା। ସମକୋଣୀ ତ୍ରିଭୁଜରେ ଗୋଟିଏ କୋଣ ସମକୋଣ ଥାଏ, ଗୋଟିଏ କୋଣ ସମକୋଣ ଥାଏ। ଏଠି ବି କୋଣ ହେଉଛି ସମକୋଣ ମାନେ 90 ଡିଗ୍ରୀ। ତା'ର ସବୁବେଳେ ସମ୍ମୁଖୀନ ବାହୁ କର୍ଣ୍ଣ ହେଇଥାଏ। ତା'ର ମାନେ ସମକୋଣର ସମ୍ମୁଖୀନ ବାହୁ ସବୁବେଳେ କର୍ଣ୍ଣ ହୋଇଥାଏ। ଆଉ ଅନ୍ୟ ଦୁଇ ସୂକ୍ଷ୍ମ କୋଣ ଏ କୋଣ ଆଉ ସି କୋଣ ହେଉଛି ସୂକ୍ଷ୍ମ କୋଣ। ଏହି ଦୁଇ କୋଣ ମଧ୍ୟରୁ ଯେଉଁଠି ବି ଆମେ ଥିଟା ନେଇପାରିବା। ଯଦି ଆମେ ସି କୋଣକୁ ଯଦି ଥିଟା ନେବା ତାହେଲେ ଥିଟାର ସମ୍ମୁଖୀନ ସିର ସମ୍ମୁଖୀନ ବାହୁ ହେଉଛି ଏ ବି। ସିର ସମ୍ମୁଖୀନ ବାହୁ ହେଉଛି ଏ ବି, ଯାହାକୁ ଆମେ ପି ଦ୍ୱାରା ସୂଚିତ କରିଛେ ଲମ୍ବ। ଆଉ ଏଠି ଏଚ୍ ହେଉଛି କର୍ଣ୍ଣ, କର୍ଣ୍ଣ ଏଚ୍ ଦ୍ୱାରା ଆମେ ସୂଚିତ କରିଛେ। ଆଉ ଏଠି ଭୂମି, ଏଠି ବି ରହିଲା ଭୂମି, ଯାହା ଥିଟାର ସଂଲଗ୍ନ ବାହୁ, ଯାହା 90 ଡିଗ୍ରୀ ସହିତ ମଧ୍ୟ ସଂଲଗ୍ନ ଅଛି, ତାହାକୁ ଆମେ ଭୂମି ବୋଲିକି କହିଥାଉ। ତ ଆମକୁ ପାଇଥାଗୋରସ୍ ଥିଓରମ୍ କ'ଣ କହେ, ତା'ର ସଂଜ୍ଞା କ'ଣ କହେ, ଯେ କୌଣସି ଏକ ସମକୋଣୀ ତ୍ରିଭୁଜର କର୍ଣ୍ଣର ଦୈର୍ଘ୍ୟର ବର୍ଗ ଅନ୍ୟ ଦୁଇ ବାହୁର ଦୈର୍ଘ୍ୟର ବର୍ଗର ସମଷ୍ଟି ସହିତ ସମାନ। ଯେଉଁ ଫର୍ମୁଲା ଏଠି ଅଛି h² = p² + b², ଆମେ ତାକୁ ଯଦି ବାହୁ ହିସାବରେ ଲେଖିଲେ ac² = ab² + bc² ହୋଇଥାଏ। ତ ଏହାର ବ୍ୟବହାର ବହୁତ ମାତ୍ରାରେ ହୋଇଥାଏ। ତ ଏଥିପାଇଁ ଆମେ ଯେଉଁ ପାଇଥାଗୋରସ୍ ଟ୍ରିପ୍ଲେଟ୍ ବା ପାଇଥାଗୋରସ୍ ତ୍ରୟୀ ଯାହା ଆମେ ନେଉଛେ 3, 4, 5, 5, 12, 13, ଏଟା ଆମେ ପ୍ରମାଣିତ କରିପାରିବା ଏହି ସୂତ୍ର ମାଧ୍ୟମରେ। ଠିକ୍ ଅଛି, ବୁଝିପାରୁଥିବ। ଯଦି ଏହି ଚିତ୍ରକୁ ଆମେ ଆଉ ଗୋଟେ ଭାବରେ ଯଦି ବର୍ଣ୍ଣନା କରିବା ତାହେଲେ ବି ମଧ୍ୟ ଆମେ ବର୍ଣ୍ଣନା କରିପାରିବା। ଯଦି ଏଠି ଆମେ ଯଦି ଥିଟା ନେବା, ଏଠି ଥିଟା ନେଲେ ତା'ର ସମ୍ମୁଖୀନ ବାହୁ ହେଇଯିବ ଯେଉଁ ବି ସି ହେଇଯିବ ଲମ୍ବ, ଆଉ ଯେଉଁ ଏ ବି ଥିଲା ଏ ବି ହେଇଯିବ ଭୂମି। ଏଇଟା ମନେ ରଖିଥିବ। ଠିକ୍ ଅଛି। ଯଦି ଭିଡ଼ିଓଟି ଭଲ ଲାଗୁଛି ହେଲେ ଚ୍ୟାନେଲଟିକୁ ନିଶ୍ଚୟ ସବସ୍କ୍ରାଇବ୍ କରିନିଅ ଏବଂ କମେଣ୍ଟ କର।